ମା ଲକ୍ଷ୍ମୀଙ୍କ ଅଭିଶାପ ଯୋଗୁଁ ବଳରାମ ଦାସଙ୍କର କ'ଣ ହେଲା ଜେଜେମା? ଲକ୍ଷ୍ମୀଙ୍କ ଅଭିଶାପ ପାଇଲା ପରେ ବଳରାମ ଦାସ ଏହାର ପ୍ରତିକାର ପାଇଁ ଜଗନ୍ନାଥଙ୍କୁ ପ୍ରାର୍ଥନା କଲେ। ଜଗନ୍ନାଥ କହିଲେ, ଲକ୍ଷ୍ମୀଙ୍କ ଅଭିଶାପ ତୁମକୁ ଭୋଗ କରିବାକୁ ପଡ଼ିବ। ତୁମେ ତୁମ ଗ୍ରାମକୁ ଯାଇ ଏକ ମନ୍ଦିର ନିର୍ମାଣ କରି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ମୂର୍ତ୍ତି ସ୍ଥାପନ କର। ମୋ ଆଶୀର୍ବାଦ ଦ୍ୱାରା ତୁମେ ଗ୍ରାମରେ ମଧ୍ୟ ଶ୍ରୀକ୍ଷେତ୍ରରେ ରହିବାର ଫଳ ପାଇବ। ବଳରାମ ଦାସ ତାଙ୍କ ଗ୍ରାମ ଏରବାଙ୍ଗକୁ ଫେରି ଆସିଲେ ଏବଂ ସେଠାରେ ଏକ ମନ୍ଦିର ନିର୍ମାଣ କଲେ। କିନ୍ତୁ ପ୍ରତ୍ୟେକ ଦିନ ପୁରୀ ଯାଇ ସନ୍ଧ୍ୟାରେ ମହମବତୀ ପୂଜା ଦେଖି ଫେରି ଆସୁଥିଲେ। କିନ୍ତୁ ଧୀରେ ଧୀରେ ବାର୍ଦ୍ଧକ୍ୟ ଯୋଗୁଁ ସେ ଦୁର୍ବଳ ହୋଇ ପଡ଼ିଲେ। ପୁରୀ ଯାଇପାରିଲେ ନାହିଁ। ଶ୍ରୀକ୍ଷେତ୍ର ପୂଜା ଦର୍ଶନ ବିନା ସେ ଖାଦ୍ୟ ଗ୍ରହଣ କରୁନଥିଲେ। ନିଜ ପାପ ପାଇଁ ସେ କ୍ଷମା ମାଗିଲେ ଲକ୍ଷ୍ମୀଙ୍କୁ, ବାରମ୍ବାର ପ୍ରାର୍ଥନା କଲେ। ଦିନେ ସେ ମନ ଦୃଢ଼ କରି ଶ୍ରୀକ୍ଷେତ୍ରକୁ ଯିବାକୁ ବାହାରିଲେ। କିନ୍ତୁ ବାଟରେ କୁଶଭଦ୍ରା ନଦୀ କୂଳରେ ସେ ପଡ଼ିଗଲେ ଓ ଅସହାୟ ଭାବରେ କାନ୍ଦି କାନ୍ଦି ଜଗନ୍ନାଥଙ୍କୁ ପ୍ରାର୍ଥନା କଲେ। କିଛି ସମୟ ପରେ ଲକ୍ଷ୍ମୀ ନାରାୟଣ ଆସି ଭକ୍ତଙ୍କ ସମ୍ମୁଖରେ ଠିଆ ହେଲେ। ବଳରାମ ଦାସଙ୍କୁ ଦେଇଥିବା ଅଭିଶାପର ସଫଳତା ଦେଖି ଲକ୍ଷ୍ମୀ ମନେ ମନେ ଆନନ୍ଦିତ ହେଉଥିଲେ। କିନ୍ତୁ ଗର୍ବ ବିନାଶକ ନାରାୟଣ କହିଲେ, ତୁମ ଅଭିଶାପ ଯୋଗୁଁ ବଳରାମ ଶ୍ରୀକ୍ଷେତ୍ର ଯାଇପାରିଲେ ନାହିଁ। ଏ ଧାରଣା ତୁମର ସମ୍ପୂର୍ଣ୍ଣ ଭୁଲ ଲକ୍ଷ୍ମୀ। କାରଣ ଯେଉଁଠି ଲକ୍ଷ୍ମୀ ନାରାୟଣ ଉପସ୍ଥିତ ସେହି ସ୍ଥାନ ହିଁ ତ ଶ୍ରୀକ୍ଷେତ୍ର। ସେହି ଦିନଠାରୁ କୁଶଭଦ୍ରା ନଦୀ କୂଳରେ ଥିବା ବଳରାମ ଦାସଙ୍କ ଗାଦି ସ୍ଥାନଟି ଗୁପ୍ତ ଶ୍ରୀକ୍ଷେତ୍ର ଭାବରେ ପରିଚିତ ହେଲା।